ଅଲୋଡା ହେଲା ଶିଶୁ କନ୍ୟା। ଜନ୍ମ ଦେବା ପରେ ନବଜାତ ଶିଶୁ କନ୍ୟାକୁ ରାସ୍ତାରେ ଛାଡ଼ି ଚାଲିଗଲେ, କିନ୍ତୁ ଜଣେ ମହିଳା ଶିଶୁ କନ୍ୟାଟିକୁ ଦେଖି ଉଦ୍ଧାର କରିଥିଲେ ଏବଂ ଚିକିତ୍ସା ପାଇଁ ହସ୍ପିଟାଲକୁ ଆଣିଥିଲେ। ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ରଙ୍ଗଠାଳି ଗାଁର ଅଶୋକ ଦେହୁରୀଙ୍କ ପତ୍ନୀ ଭାରତୀ ଦେହୁରୀ ଏକ ନବଜାତ ଶିଶୁ କନ୍ୟାକୁ ପାଇଥିଲେ, ଯାହାପରେ ଶିଶୁଟିକୁ ଘରକୁ ସେ ନେଇ ଆସିଥିଲେ ଏବଂ ପର୍ଜଙ୍ଗ ଚିକିତ୍ସାଳୟକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନେଇଥିଲେ ସୁଦ୍ଧା ସେଠାରୁ ଡାକ୍ତର ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଦେଇଥିଲେ ଏବଂ ପରେ ଶିଶୁଟି ସୁସ୍ଥ ଥିବା ଡାକ୍ତର କହିଥିଲେ। ଏପଟେ ଭାରତୀ ମଧ୍ୟ ଶିଶୁଟିକୁ ପାଇବା ପରେ ବେଶ୍ ଖୁସି ହୋଇ ପଡ଼ିଥିଲେ, କାରଣ ଭାରତୀଙ୍କର ବିବାହର 10 ବର୍ଷ ପରେ ମଧ୍ୟ କୌଣସି ସନ୍ତାନ ନଥିଲେ। ତେଣୁ ଭଗବାନ ତାଙ୍କୁ କାର୍ତ୍ତିକ ପୂର୍ଣ୍ଣିମାରେ ସନ୍ତାନଟିଏ ଦେଇଛନ୍ତି ବୋଲି ଭାବିଥିଲେ। ହେଲେ ଭାରତୀ ପିଲାଙ୍କୁ ନେଇ ଦିବା ପାଇଁ ଅନେଇ ବସିଥିବା ବେଳେ ସରକାରୀ ବାବୁମାନେ ଦେବାକୁ ମନା କରିଦେଇଥିଲେ। ହେଲେ ଛୁଆଟି କାହାର ଓ କାହିଁକି ସେମାନେ ଫିଙ୍ଗିଦେଲେ, ତାକୁ ନେଇ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମୁଁ ମନ୍ଦିର ଯିବି ବୋଲି ଗାଧି ଯାଉଥିଲି, ତାପରେ ବାଟରୁ ପାଇଲି, ଦେଖିଲି ଯେ ଛୁଆ ଟିକେ କାନ୍ଦୁଛି। ଦେଖିଲି ବାଟରୁ ପାଇଲି, ମୁଁ କହିଲି ମୋର ପିଲା ଛୁଆ ନାହିଁ, ମୁଁ ଏଠିକି ଝିଅ ନେକା ତାକୁ ପାଳିବି। ଆଜି ଠାକୁର ମତେ ଦେଇଥିଲି, ମୁଁ ଝିଅ ନେକା ତାକୁ ପାଳିବି। ସେଥିପାଇଁ ମୁଁ ତାକୁ କୁଳେଇ ନେଲି, ଘରକୁ ଧରିକିରି ଆସିଲି। ଘରେ କହିଲେ ମେଡିକାଲ, ଗାଁରେ କହିଲେ ଟିକେ ମେଡିକାଲ ନିଅ, ଟିକେ ଟ୍ରିଟମେଣ୍ଟ ଟିକେ କରିଦବ। ମୁଁ ପର୍ଜଙ୍ଗ ମେଡିକାଲ ଧରି ଆସିଲି। ପର୍ଜଙ୍ଗ ମେଡିକାଲରୁ ମତେ ଢେଙ୍କାନାଳ ମେଡିକାଲକୁ ଟ୍ରାନ୍ସଫର କଲେ। ଏଠି କହୁଥିଲେ ଆମେ ପିଲାକୁ ଦବୁନି, ତମେ ଘରକୁ ଯାଅ ଭାରି। ମୁଁ ପିଲା ନେବି, ମୋର ପିଲା ଦରକାର। ମୋର ଏତେ ବର୍ଷ ହେଲା ବାହାଘର ହେଇଛି, ମୋର ପିଲା ଛୁଆ ନାହିଁ, ମୋର ପିଲା ଦରକାର। ମୁଁ ହାତ ଯୋଡୁଛି, ମତେ ପିଲାକୁ ଦିଅ। ଢେଙ୍କାନାଳରୁ ସୁଜିତ ଦଳଭେରାଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।